ଭକ୍ତଙ୍କ ପାଇଁ ଖୁସି ଖବର। ରାମନବମୀରେ ରାମଲାଲାଙ୍କ ଦର୍ଶନ ପାଇଁ କରାଯିବ ଖାସ୍ ବ୍ୟବସ୍ଥା। ଅଯୋଧ୍ୟାରେ ଏଥର ରାମନବମୀ ଉତ୍ସବ ସବୁଠାରୁ ଖାସ୍ ରହିବ। ଏହି ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟା ଆସିବେ। ଏହାକୁ ଲକ୍ଷ୍ୟରେ ରଖି 15 ଏପ୍ରିଲରୁ ରାମନବମୀ ଅର୍ଥାତ୍ 17 ଏପ୍ରିଲ ପର୍ଯ୍ୟନ୍ତ ଶ୍ରୀରାମ ଜନ୍ମଭୂମି ମନ୍ଦିର 24 ଘଣ୍ଟା ଖୋଲା ରହିବ। ଦିନ ହେଉ କି ରାତି ସବୁ ସମୟରେ ରାମ ଭକ୍ତ ନିଜ ଆରାଧ୍ୟଙ୍କୁ ଦର୍ଶନ କରିପାରିବେ। ଦିନ ଅର୍ଥାତ୍ ଏପ୍ରିଲ 18ରେ ବି ରାମଲାଲାଙ୍କ ମନ୍ଦିର 24 ଘଣ୍ଟା ଖୋଲା ରହିପାରେ। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ବଡ଼ ସଂଖ୍ୟାରେ ଆଗମନକୁ ଲକ୍ଷ୍ୟରେ ରଖି ଅଯୋଧ୍ୟା ପ୍ରଶାସନର ବରିଷ୍ଠ ଅଧିକାରୀ ନିୟମିତ ବୈଠକ କରି ପ୍ରସ୍ତୁତି ବିଷୟରେ ସମୀକ୍ଷା କରୁଛନ୍ତି। ଅଯୋଧ୍ୟାରେ ଏବେ ପ୍ରତିଦିନ ପ୍ରାୟ 2 ଲକ୍ଷ ଭକ୍ତ ରାମଲାଲାଙ୍କ ଦର୍ଶନ କରୁଛନ୍ତି। ବହୁ ସମୟରେ ଏହି ସଂଖ୍ୟା 4ରୁ 5 ଲକ୍ଷ ପରେ ପହଞ୍ଚି ଯାଉଛି। ଏହିରୁ ଅନୁମାନ ଲଗାଯାଉଛି କି ଯଦି ସାଧାରଣ ଦିନରେ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇଁ ଆସୁଛନ୍ତି ତେବେ ରାମନବମୀରେ କେତେ ବଡ଼ ସଂଖ୍ୟାରେ ଭକ୍ତ ରାମଲାଲାଙ୍କ ଦର୍ଶନ ପାଇଁ ଆସିବେ। ତେଣୁ ଏଥିପାଇଁ ଆରମ୍ଭ ହୋଇଯାଇଛି। ଅଯୋଧ୍ୟା ଡିଏମ୍ ନୀତିଶ କୁମାର କହିଛନ୍ତି ରାମନବମୀକୁ ଦୃଷ୍ଟିରେ ରଖି ବୈଠକ ଆୟୋଜନ ହୋଇଛି। ଶ୍ରଦ୍ଧାଳୁଙ୍କ ସଂଖ୍ୟା ହନୁମାନଗଡି ଓ ରାମ ଜନ୍ମଭୂମିରେ କଣ ରହିବ ସେହି ଦୃଷ୍ଟିକୋଣରୁ ପ୍ରସ୍ତୁତି କରାଯାଉଛି। ରାମନବମୀ ଅବସରରେ ଏ ପର୍ଯ୍ୟନ୍ତ 15 ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ଅନୁମାନ ଲଗାଯାଇଛି।